ବଦରିକା ଚନ୍ଦନ ତରୁ ମନ୍ଦାର ଶୈଳେ ଦ୍ରୁମେଇ ଜମ୍ବୁ ଲିମ୍ବ କଦମ୍ବ ଚ୍ୟୁତ ସରଳୈ ବୃହସ୍ପତି କ୍ଷୀରସା ଏତେ ତୁ ଫଳମିଶ୍ରିତଂ ବିତସ୍ଥିତେ ବିଭାଜିତେ ଭାଜିତಂ ରମ୍যେ ଚୈତ୍ରରଥଂ ସୁନନ୍ଦକବନଂ ପୂର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ବିବାହ ବିଷୟରେ ପଢ଼ୁଥିଲେ, ଆମେ ଗତ 3ଟି ଅଧ୍ୟାୟରେ ଆମେ ଭକୁଟ ଦୋଷ ବିଷୟରେ ପଢ଼ିଥିଲେ, ଯେଉଁଟାକି ଥିଲା ଆମର ଷୋଡ଼ାଷ୍ଟକ, ନବମ ପଞ୍ଚକ ଆଉ ଦ୍ୱିଦ୍ୱାଦଶ। ଏତିକି ଆମେ ପଢ଼ିଥିଲେ। ଆଜି ସେହି କ୍ରମରେ ଆଉ ଗୋଟିଏ ଜିନିଷକୁ ଯିବା। ବହୁତ ଦର୍ଶକ ମୋତେ ଅନୁରୋଧ କରିଥିଲେ ଯେ ଷଡ଼ନାଡ଼ି ବିଷୟରେ ସାର୍ ଗୋଟେ ଭିଡ଼ିଓ କରନ୍ତୁ। ତେଣୁ ସେମାନଙ୍କର ମାନ ରକ୍ଷା କରି ଆଜି ମୁଁ ସେ ବିଷୟଟି କରିଛି। ପାର୍ଟ ହେଉଛି 405 ଆଉ ଶୀର୍ଷକଟିର ନାଁ ହେଉଛି ବିବାହରେ ଷଡ଼ନାଡ଼ି ଦୋଷ ଆଉ ଦାମ୍ପତ୍ୟ ସମସ୍ୟା ଓ ତାର ସମାଧାନ। ଠିକ ଅଛି ବନ୍ଧୁଗଣ, ତାହେଲେ ଆମେ ଜାଣିଛେ ବିବାହ ହେଉଛି ଏକ ପବିତ୍ର ବନ୍ଧନ, ଯାହାକି ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଥାଏ ବୋଲି ବିଶ୍ୱାସ କରାଯାଏ। ଯାହାକି ଆମର ଦାମ୍ପତ୍ୟ ଜୀବନଟି କିଭଳି ଭାବରେ ସରସ ସୁନ୍ଦର ହେଇପାରିବ, ସେଥିପାଇଁ ପୁରାଣ ଯୁଗର ମୁନି ଋଷିମାନେ ତାଙ୍କର ଜ୍ଞାନକୁ ସେ ବାଣ୍ଟିଛନ୍ତି ଆଉ ଲୋକମାନଙ୍କର ସମସ୍ୟାର କେମିତି ସମାଧାନ କରାହେବ ତାର ପଦ୍ଧତି ମଧ୍ୟ ବତେଇଛନ୍ତି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଆମେମାନେ ଜାଣିବା ଯେ ଏଇ ଷଡ଼ନାଡ଼ି ଦୋଷ କହିଲେ କ'ଣ? ଆଚ୍ଛା, ଆମେ ତ ନାଡ଼ି ଦୋଷ ପଢ଼ିଛେ। ଆମେ ପୂର୍ବ ପାଠ ମାନଙ୍କରେ ସବୁ ନାଡ଼ି ଦୋଷ ପଢ଼ିଛେ। 3ଟି ନାଡ଼ି ଆମେ ପଢ଼ିଥିଲେ, ଯାହାକି ଆଦ୍ୟ ନାଡ଼ି, ମଧ୍ୟ ନାଡ଼ି ଆଉ ପ୍ରାନ୍ତ ନାଡ଼ି ବା କ୍ରୋଡ଼ ନାଡ଼ି ବୋଲି ଆମେ ଯାହାକୁ କହୁଛେ। ଆମେ ସେ ବିଷୟରେ ପଢ଼ିଥିଲେ ଆଉ ଆଲୋଚନା ଆମର ସରିଛି ସେ ବିଷୟରେ। ଆଜି ଆମେ ଆଉ ଗୋଟିଏ ଟପିକ କି ଯିବା। ଇଏ ହେଉଛି ଷଡ଼ନାଡ଼ି। ବନ୍ଧୁଗଣ, ଇଏ ହେଲା ଷଡ଼ନାଡ଼ି। ଇଏ ସେ ନାଡ଼ି ଦୋଷ ନୁହେଁ, ଇଏ ଅଲଗା ପ୍ରକାରିଆ ନାଡ଼ି ଦୋଷ। କେମିତି ଦେଖନ୍ତୁ ବନ୍ଧୁଗଣ, ଇଏ ନକ୍ଷତ୍ରକୁ ନେଇକରି ଆମେ ଯୋଉ ଗଣୁଛେ, ସେଇ ନକ୍ଷତ୍ର ହିସାବରେ ଆମେ ଜାଣିପାରିବା ଯେ ଏମାନେ କେଉଁ ନାଡ଼ିର ଅନ୍ତର୍ଭୁକ୍ତ ହେଇଛନ୍ତି। ଠିକ ଅଛି ବନ୍ଧୁଗଣ, ଆମେ ଦେଖିବା। ତାହେଲେ କ'ଣ କରିବା ଦେଖନ୍ତୁ, ଆମେ ପ୍ରଥମେ ମୁଁ ତ ରାଶି ଏଇଥିପାଇଁ ଲେଖିଦେଇଛି ଯେ ବନ୍ଧୁଗଣ, ରାଶିଟି ହେଉଛି ମୂଳ ଜିନିଷଟିଏ। ଆଉ ଆପଣଙ୍କ ସୁବିଧା ପାଇଁ ମୁଁ 27ଟି ନକ୍ଷତ୍ର ମଧ୍ୟ ଏଠାରେ ଉଦ୍ଧାର କରିଛି। ଦେଖନ୍ତୁ, ତାହେଲେ 27ଟି ନକ୍ଷତ୍ର: 1 ଅଶ୍ୱିନୀ, 2 ଦ୍ୱିଜା, କୃତିକା, ରୋହିଣୀ, ମୃଗଶିରା, ଆଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବା ଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ, ରେବତୀ। ଇଏ ହେଲା 27ଟି ନକ୍ଷତ୍ର। ପୃଥିବୀରେ ଯେତେ ବ୍ୟକ୍ତି ଅଛନ୍ତି, ଏଇ 27ଟି ନକ୍ଷତ୍ର ଭିତରୁ ସେମାନେ ଯୋଉଥିରେ ହେଲେ ଗୋଟିଏ ଜନ୍ମ ହେଇଥିବେ। ଆପଣମାନଙ୍କର ନକ୍ଷତ୍ର ଆପଣ ନିଜେ ଜାଣନ୍ତୁ କ'ଣ ବୋଲି କରି। 27ଟି ନକ୍ଷତ୍ର ଭିତରୁ ଯୋଉଟା ହେଲେ ଗୋଟେ ହେଇଥିବ ନକ୍ଷତ୍ର। ତାହେଲେ ଏଠି ଆମେ ବର କନ୍ୟାଙ୍କର କଥା ଆଲୋଚନା କରିବା। ବନ୍ଧୁଗଣ ଦେଖନ୍ତୁ, ବର କନ୍ୟାଙ୍କର ନକ୍ଷତ୍ର ମନେକର ଆମେ ଏଥିପାଇଁ ମୁଁ ଲେଖିଦେଇଛି, କନ୍ୟା ନକ୍ଷତ୍ରରୁ ବର ନକ୍ଷତ୍ର ପର୍ଯ୍ୟନ୍ତ ଗଣିବେ। ବର ନକ୍ଷତ୍ରରୁ କନ୍ୟା ନକ୍ଷତ୍ର ନୁହେଁ, କନ୍ୟା ନକ୍ଷତ୍ରରୁ ବର ନକ୍ଷତ୍ର ପର୍ଯ୍ୟନ୍ତ ଆମେ ଗଣିବା। ଗଣିଲେ କ'ଣ ହେବ ବନ୍ଧୁଗଣ ଦେଖନ୍ତୁ, କ'ଣ ହେବ ଗଣିଲେ, ଯଦି 1 ହେଉଥିବ ତାକୁ କହନ୍ତି ଜନ୍ମ ନାଡ଼ି। ହେଇ ଏଇ ଯୋଉ ଜିନିଷଟି ଲେଖିଦେଇଛି, ଇଏ ହେଉଛି ପ୍ରକୃତ ଏଇ ଷଡ଼ନାଡ଼ି। ଏଇ ଯୋଉ ଜିନିଷଟି ଆପଣମାନଙ୍କ ବୁଝିବା ପାଇଁ ନକ୍ଷତ୍ର ରାଶି ଲେଖିଦେଇଛି, କିନ୍ତୁ ପାଠଟି ହେଉଛି ପ୍ରକୃତ ଏତିକି ଜିନିଷ। ତାହେଲେ 1 ଜନ୍ମ ନାଡ଼ି, ଫଳ ହେଉଛି ଦରିଦ୍ର। 10 ଯଦି ହେଲା କର୍ମ ନାଡ଼ି, ସେଥିରେ ଧନ ହାନି ହୁଏ। 16 ହେଲେ ତାକୁ କହନ୍ତି ସାଂଘାତିକ ନାଡ଼ି, ବୈଧବ୍ୟ ଯୋଗ ସୃଷ୍ଟି କରନ୍ତି।
18 ଯଦି ହଉଥିବ ତାହେଲେ ସମୁଦାୟ ନାଡି, ସେ ବ୍ୟକ୍ତି ବହୁତ ଋଣଗ୍ରସ୍ତ ହେଇଯାଆନ୍ତି ଆଉ ବହୁତ ଟଙ୍କା ପଇସା ତାଙ୍କର ଖର୍ଚ୍ଚ ଅଯଥାରେ ହେଇଯାଇଥାଏ। 23 ନମ୍ବର ହେଲେ ବିନାଶ ନାଡି। ବିନାଶ ନାଡି ମାନେ ମରିଯିବାଟା ନୁହଁ ବନ୍ଧୁଗଣ, ମୃତ୍ୟୁବତ କଷ୍ଟ ପାଇବେ ଆଉ ମାନସ ନାଡିରେ ଦୁଃଖ ପାଇବେ। ସେ କଷ୍ଟ ଦୁଃଖ ଏଇ ଜିନିଷ ସମାନ ଜିନିଷ। ତାହେଲେ ଦେଖନ୍ତୁ ସେଥିରେ କଷ୍ଟ ପାଉଛ, କଷ୍ଟ ଅର୍ଥ ଶାରୀରିକ କଷ୍ଟଟି ମିଳୁଛି, ଦୁଃଖ ଅର୍ଥ ମାନସିକ କଷ୍ଟଟିଏ ମିଳୁଛି। ଏତିକି ଖାଲି ବୁଝନ୍ତୁ, କଷ୍ଟ ଆଉ ଦୁଃଖ। ଆଚ୍ଛା ଠିକ ଅଛି, ଆମେ ତାକୁ ବିଚାର କରିବା କେମିତି? ଦିଟା ମନେକର ଜାତକ ଆସିଯାଇଛି, ଜଣଙ୍କର ହଉଛି 1 ନମ୍ବର ଅଶ୍ୱିନୀ ମେଷ, ଆଉ ଜଣଙ୍କର ବି ସେଇ ସମାନ ଜିନିଷ ଅଶ୍ୱିନୀ ମେଷ ହେଇଛି। ବରର ବି 1/1, କନ୍ୟାର ବି 1/1। ତାହେଲେ 1 ରୁ 1 ଗଣିଲେ ତ ସେଇ 1 ହେଲା, ତାକୁ କହନ୍ତି ଜନ୍ମ ନାଡି। କିନ୍ତୁ ବନ୍ଧୁଗଣ ଖାଲି ଆପଣ ଏଇଟା ହିସାବ କରିଦେଇ ଭାବିବେନି ଯେ ମୋର ଜାତକଟି ସୁଝି ନାହିଁ କି ମୋର ଏଇଭଳିଆ ଯୋଗଟିଏ ଅଛି। ନାଇଁ ନାଇଁ ବନ୍ଧୁଗଣ, ଆପଣ ସେଟା ଦିଅକୁ ନେବେ ନାହିଁ। ତା ମାନେ ହଉଛି ଏ ଜିନିଷଟା, ଇଏ ସବୁ ଜିନିଷ ମିଶେଇଲା ପରେ ତାପରେ ଯାଇକିରି ଜିନିଷଟି ଜାଣି ହଉଛି ଯେ ଏଇଟା ବାହାଘର କରିହବ କି ନ କରିହବ। ଇଏ ତାର ଗୋଟିଏ ଗୋଟିଏ ପାର୍ଟ। ଆଉ ଏଇଟାକୁ ଖାଲି ଆପଣ ଦେଖିଦେଲେ ଯେ ନାଇଁ ହେବ ନାଇଁ, ନାଇଁ ସେମିତି କିଛି ନାହିଁ। ଦେଖନ୍ତୁ ମନେକର ବରର ହଉଛି 1/1, କନ୍ୟାରେ ବି 1/1, ତାହେଲେ 1 ରୁ 1 ଗଣିଲେ ତ 1 ହେଲା। ତାହେଲେ କେତେ ହେଲା? ତାକୁ ଆମେ କହିବା ଜନ୍ମ ନାଡି। ଆଚ୍ଛା, ମନେକର କନ୍ୟାର ହଉଛି 1 ନମ୍ବର ନକ୍ଷତ୍ର, ବରର ହେଲା 10 ନମ୍ବର ନକ୍ଷତ୍ର। ଦେଖନ୍ତୁ ବନ୍ଧୁଗଣ, ତାହେଲେ 10 ନମ୍ବର ହେଲେ କେତେ ହେଲା? 1 ରୁ, କନ୍ୟାର ଯେହେତୁ 1 ରୁ 10 ପର୍ଯ୍ୟନ୍ତ ଗଣିଲେ 10। ତାହେଲେ ଆମେ ତାକୁ କହିବା କଣ ନା କର୍ମ ନାଡି, ସେଟା ପଡିଗଲା। ତାକୁ କହନ୍ତି କର୍ମ ନାଡି। କର୍ମ ନାଡି ହବାର ଅର୍ଥ ହଉଛି କଣ? ରେଜଲ୍ଟ ଦବ, ଧନ ହାନି କରିବେ ସିଏ। ଆଚ୍ଛା, ତାପରେ ଯଦି 16 ହଉଥିବ, ମନେକର କନ୍ୟାର ନକ୍ଷତ୍ର 1 ନମ୍ବର, ବରର ହେଲା 16 ନମ୍ବର, ତାହେଲେ 16 ନମ୍ବର ହେଲା। ବନ୍ଧୁଗଣ ଆହୁରି ଗୋଟିଏ କଥା ବି ମୁଁ କହିଦଉଛି, କେତେ ଦର୍ଶକ ମତେ ପଚାରନ୍ତି ଯେ ସାର୍ ଏଇଟା କନ୍ୟାର ହଉଛି ମନେକର 23 ନମ୍ବର ନକ୍ଷତ୍ର, ଆଉ ଏଇଟା କେମିତି ଗଣିବା? କାରଣ 23 ପରେ ତ 27 ସରିଗଲା, ତାହେଲେ ଗଣିବା କେମିତି? ବନ୍ଧୁଗଣ ଏମିତି ଗଣିବେ, ଦେଖନ୍ତୁ 23, 1 2 3 4 5 ମୂଳକୁ ପଳେଇ ଆସିବେ, 6 7 8 9 ଏମିତି ଚାଲିଲା ଏଇଟା। ଆଉ କଣ, ଆପଣଙ୍କର 27 ଯଦି ନମ୍ବର ନକ୍ଷତ୍ର, ଏଟାକୁ 1 ଗଣିଲେ 2 3 4 5, ଏଇଟା ଗୋଟେ ଗୋଲାକାର ଜିନିଷ, ବୃତ୍ତାକାର ଏଇଭଳିଆ ଜିନିଷଟିଏ ରହିଛି। ମନେକର ଏଇଟା 1 ନମ୍ବରରୁ ଆରମ୍ଭ ହେଲା, ଏଇଠି ସରିଛି 27, 1 2 3 4 ଏମିତି ହେଇକିରି ଏଠି ମନେକର ହେଲା 27। ତାହେଲେ 27 ପରେ 1 ହେଲା କି ନାହିଁ? ତେଣୁ 27 ପରେ ଆପଣ 1 କୁ ଗଣିବେ। ଆଚ୍ଛା, ତାହେଲେ ଯଦି 10 ହେଲା, ତାକୁ କହିବା ଆମେ ଧନ ହାନି ହେଲା। କି ନାଡି ହେଲା? କର୍ମ ନାଡି ସେଇଟା ହେଇଗଲା। ଆଚ୍ଛା, ଯଦି 16 ହେଲା ଗଣିଲେ, ତାକୁ କହନ୍ତି ସାଂଘାତିକ ନାଡି। ଏଇଥିରେ ବିବାହ ବର୍ଜନ କରାଯାଏ ବା କିଛି ପ୍ରତିକାର ତାର କରାଯାଏ ନା, ବିବାହଟି ବର୍ଜନ କରାଯାଏ, ତାକୁ କହନ୍ତି ସାଂଘାତିକ ନାଡି। ସାଂଘାତିକ ନାଡିରେ କଣ ହୁଏ? ବୈଧବ୍ୟ ଯୋଗଟିଏ ହୁଏ। ଆଚ୍ଛା, ତାପରେ ଯଦି ଗଣିଲେ 18 ହଉଥିବ, 18 ହେଲେ ତାକୁ ଆମେ କହିବା ସମୁଦାୟ ନାଡି। ସମୁଦାୟ ନାଡିଟି ଯଦି ହେଇଛି, ତାହେଲେ ଆଙ୍କ ଭିତରେ ଯଦି ବାହାଘରଟି କରିଦିଆଯାଏ, ତାହେଲେ ସେ ପରିବାରଟି କଣ ହେବେ? ଋଣଗ୍ରସ୍ତ ହେଇକି ରହିବେ। ଆପଣ ମାନେ ନିଜେ ଅନୁଭବ କରୁଥିବେ, ଲକ୍ଷ୍ୟ କରିଥିବେ କେତେ ବ୍ୟକ୍ତି ଋଣଗ୍ରସ୍ତ ହେଇଛନ୍ତି। ବହୁତ ଟଙ୍କା ଋଣ, ବ୍ୟାଙ୍କରୁ ଲୋନ କରିଛନ୍ତି, ଇଆଡେ ଲୋକଙ୍କ ଠାରୁ ବି ହାତ ଉଧାରି ଲୋନ ଆଣିଛନ୍ତି, ଯୋଉଟା କି ସେ ତାଙ୍କ ମାନେ ରହିବାଟା ବଡ କଷ୍ଟସାଧ୍ୟ ହେଇଯାଉଛି। ସମସ୍ତେ ଟଙ୍କା ମାଗି ବସୁଛନ୍ତି ତାଙ୍କୁ, ତେଣୁ ସେ ଜୀବନଟି ଦୁଃଖମୟ ଜୀବନ ହେଇଯାଏ। ତେଣୁ ଋଣୀ ହେଇଯାଆନ୍ତି ଆଉ ବ୍ୟୟୀ ହେଇଯାଆନ୍ତି। ଯୋଉଠି 5 ଟଙ୍କା ଖର୍ଚ୍ଚ ହବା ଜାଗାରେ 50 ଟଙ୍କା ଖର୍ଚ୍ଚ ହେଇଗଲା, ଏଇଭଳିଆ ସିଚୁଏସନଟି ହୁଏ। ଆଚ୍ଛା, ଯଦି 23 ହେଇଥାଏ, ତାହେଲେ 23 ହେଲେ ତାକୁ ଆମେ କଣ କହିବା ନା, ଯଦି 23 ହେଇଯାଇଥାଏ ତାକୁ ବିନାଶ ନାଡି। ବିନାଶ ନାଡିରେ କଣ ହୁଏ? ମୃତ୍ୟୁବତ କଷ୍ଟ ପାଆନ୍ତି, ମୁଖ୍ୟତଃ ଶାରୀରିକ କଷ୍ଟ ବେଶୀ ମିଳେ। ମନେ ରଖନ୍ତୁ, ଆପଣ ଦିନ ରାତି ପରିଶ୍ରମ କରୁଥିବେ, ଆପଣ ପରିଶ୍ରମ କଲେ 1000 ଟଙ୍କାର, ଆପଣଙ୍କୁ ମିଳୁଛି 100 ଟଙ୍କା।
ତାହେଲେ ଆପଣ କଷ୍ଟ ପାଇଲେ କି ନାହିଁ, ଅଯଥା ପରିଶ୍ରମ କଲେ କି ନାହିଁ, ଆପଣଙ୍କ ଶରୀରକୁ କଷ୍ଟ ହେଲା କି ନାହିଁ। ତେଣୁ ତାପରେ ଆପଣ ଯେତିକିର ଲୋକ ଜଣେ, ଆପଣ ଯେତିକି ରେସ୍ପନ୍ସ ପାଇବା କଥା ଅନ୍ୟ ଲୋକମାନଙ୍କ ଠାରୁ, ଲୋକମାନେ ଆପଣଙ୍କୁ ସେତିକି ରେସ୍ପନ୍ସ ଦେବେ ନାହିଁ। ଆପଣ ଯେତିକି ମାନ ସମ୍ମାନର ଅଧିକାରୀ ସେତିକି ଆପଣଙ୍କୁ ମିଳିବ ନାହିଁ। ଆଉ ମାନସ ନାଡି ଯଦି ହେଇଛି କେତେ ନା, ଗଣିଲେ କନ୍ୟା ନକ୍ଷତ୍ରରୁ ବର ନକ୍ଷତ୍ର ପର୍ଯ୍ୟନ୍ତ ଗଣିଲେ ଯଦି 25 ହଉଥିବ ତାକୁ ଆମେ କହିବା ମାନସ ନାଡି। ତେଣୁ ମାନସ ନାଡି ହେଲେ କଣ ହବ, ମୃତ୍ୟୁବତ ଦୁଃଖ ମିଳେ, ମୁଖ୍ୟତଃ ମାନସିକ କଷ୍ଟଟି ବେଶୀ ମିଳେ। ଆପଣ କୌଣସି ଜାଗାରେ ଅପମାନିତ ହେଲେ କି ଆପଣଙ୍କର କିଛି ଗୋଟେ କ୍ଷୟକ୍ଷତି ହେଇଗଲା ଯୋଉଟା କି ଆପଣ ବରଦାସ୍ତ କରିପାରୁନାହାନ୍ତି, ସେଇଭଳିଆ କଷ୍ଟଟିଏ ମିଳେ। ତେଣୁ ବନ୍ଧୁଗଣ, ଏଇଭଳିଆ ଯଦି ନାଡି ଦୋଷଟି ରହୁଥିବ, ଷଡ଼ ନାଡି ତାକୁ କୁହନ୍ତି, 6ଟା ଜିନିଷ, 6ଟା ନାଡିକି ତାକୁ ସେଥିପାଇଁ ଷଡ଼ ନାଡି ବୋଲି କୁହାଯାଏ। ତେଣୁ ଏ 6ଟି ନାଡି ଯଦି ପଡୁଛି ଆପଣଙ୍କର, ଆପଣ ବିବାହ ବର୍ଜନ କରିପାରିବେ। ନହେଲେ ଯଦି ପ୍ରତିକାର ଆପଣ କରିବାକୁ ଚାହୁଁଛନ୍ତି, ପ୍ରତିକାର କରିକିରି ବି ବାହାଘରଟି କରିପାରିବେ। କଣ ନା, ଦକ୍ଷିଣା ସହ ସୁବର୍ଣ୍ଣ ଓ ବସ୍ତ୍ର ଦାନ କରିବେ। ବିବାହ ସମୟରେ ଦକ୍ଷିଣା ସହ ସୁବର୍ଣ୍ଣ ଆଉ ବସ୍ତ୍ର ଦାନ କରିବେ। ବନ୍ଧୁଗଣ, ଏଠି ଗୋଟେ କଥା ଉଠୁଛି ଯେ କାହାକୁ ଦାନ କରିବେ। ମୁଁ କେତେ ଏପିସୋଡରେ ବି କହିଛି କାହାକୁ ଦାନ କରିବା ଉଚିତ। ଦାନ କରିବେ କାହାକୁ ବନ୍ଧୁଗଣ, ଦେଖନ୍ତୁ, ଦାନ ପାଇବାର ହକ୍ ହଉଛନ୍ତି ଗ୍ରହ ବିପ୍ର ବା ଦୈବଜ୍ଞ ବ୍ରାହ୍ମଣ ଯୋଉମାନେ। ସାଧାରଣତଃ ଗାଁ ଗାଉଁଳି ମାନଙ୍କରେ ଯୋଉମାନଙ୍କୁ ଲୋକ ଜ୍ୟୋତିଷ ବୋଲି ଜାଣିଥାନ୍ତି, କିନ୍ତୁ ବନ୍ଧୁଗଣ ସେ ଜ୍ୟୋତିଷ ଶବ୍ଦଟି ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ତା କାରଣ, ଜ୍ୟୋତିଷ ଗୋଟିଏ ଜାତି ନୁହେଁ, ଜ୍ୟୋତିଷ ହଉଛି ଗୋଟେ ଶାସ୍ତ୍ର। ଜଣେ ଗଣିତ ପଢଉଛନ୍ତି ବୋଲି କଣ ତାଙ୍କୁ ଆମେ ଗଣିତ ଡାକିବା? କି ବିଜ୍ଞାନ ପଢଉଛନ୍ତି ବୋଲି ଆମେ ତାଙ୍କୁ ବିଜ୍ଞାନ ବୋଲି ଡାକିବା? ନା ନା ନା। ତେଣୁ ସେଥିପାଇଁ ତାଙ୍କୁ ଆମେ କଣ ନା, ସେଇଭଳିଆ ଲୋକଙ୍କୁ ଆମେ ଯଦି ଦାନ କରିବା ତାହେଲେ ଆମେ ଠିକ ରହିବ। ସେମାନଙ୍କୁ ପ୍ରକୃତ ତାଙ୍କର ଡେଜିଗ୍ନେସନ କଣ ତାଙ୍କର ହଉଛି ଗ୍ରହ ବିପ୍ର ବା ଦୈବଜ୍ଞ ବ୍ରାହ୍ମଣ ବୋଲି ତାଙ୍କୁ କୁହାଯାଏ। ଆଉ ଯଦି ମନେକର ଆପଣ ଦୈବଜ୍ଞ ବ୍ରାହ୍ମଣ ଆପଣଙ୍କ ବିବାହ ଘରକୁ ଆସିନାହାନ୍ତି, ତାହେଲେ ଆପଣ କଣ କରିପାରିବେ, ପୁରୋହିତଙ୍କୁ ବି ଦାନ କରିପାରିବେ। ତେଣୁ ବନ୍ଧୁଗଣ ଦେଖନ୍ତୁ, ଯଦି ଏଇଭଳିଆ ସ୍ଥିତିଟି ଆସୁଛି ତାହେଲେ ଆପଣ କଣ କରିବେ, ଦାନ କରିକିରି ବି ବାହାଘରଟି କରିପାରିବେ। କିନ୍ତୁ ବର୍ଜନ କରିବା ପାଇଁ ଚେଷ୍ଟା କରିବେ। ଯେମିତି ମନେକର 16 ଯଦି ହଉଛି, 23, 25 ହଉଛି, ଏଇ ଜିନିଷ ଗୁଡ଼ିକରେ ଆପଣ ବର୍ଜନ କରିପାରିବେ। ଆଉ ଯଦି ନିହାତି ଆବଶ୍ୟକ ସ୍ଥଳେ ଆପଣଙ୍କୁ ବାହାଘର କରିବାକୁ ପଡେ, ତାହେଲେ ଆପଣ କଣ କରିବେ ନା, ପ୍ରତିକାରଟି କରିକିରି ବାହାଘରଟି କରିବେ। ବନ୍ଧୁଗଣ, ତାପରେ ଦେଖନ୍ତୁ ଗୋଟେ କଥା ଯେ ଆଜିକାଲି କେତେ ଲୋକ ଅଛନ୍ତି, ସେମାନେ ତାଙ୍କର ଅଲରେଡି ବାହାଘର ଠିକ କରି ସାରିବେଣି। ବାହାଘର ଠିକ କରି ସାରିଲା ପରେ ତାପରେ ଜାତକ ମ୍ୟାଚିଂ କରଉଥିବେ। ସେଇଟା ଠିକ ନୁହଁ। ଯଦି ଆପଣ ଜାତକ ମ୍ୟାଚିଂ କରେଇବା ପାଇଁ ଚାହୁଁଛନ୍ତି, ବିବାହ ଠିକ କରିବା ପୂର୍ବରୁ ଆପଣ ଆଗ ଜାତକଟି ମ୍ୟାଚିଂ କରନ୍ତୁ। ଆଉ ଯଦି ଜାତକ ମନେକର ଆପଣଙ୍କର ସେଥିରେ ବିଶ୍ୱାସ ନାହିଁ, କେତେ ଲୋକ ଅଛନ୍ତି ତାଙ୍କର ବିଶ୍ୱାସ ନାହିଁ, ଠିକ ଅଛି, ଆପଣ ମାନେ ସେମିତି କରିପାରିବେ, ଆପଣଙ୍କୁ ଜାତକ ପତ୍ରର ଆବଶ୍ୟକତା ନାହିଁ। କିନ୍ତୁ ବନ୍ଧୁଗଣ, ଆମର ଯୋଉ ପରମ୍ପରା ଅଛି, ଯୋଉ ଜିନିଷ ଗୁଡ଼ିକ ବହୁତ ଯୁଗରୁ ଚଳି ଆସିଛି, ଆମେ ତାକୁ ଆଭଏଡ କରିବା ଆମ ପାଇଁ କ୍ଷତିକାରକ। କେତେ ଲୋକ ଅଛନ୍ତି ବାହାଘର ପୂର୍ବରୁ ଏଇଭଳିଆ କଥା କହୁଛନ୍ତି, କେତେକ ନାସ୍ତିକ ସ୍ୱଭାବର ଲୋକ ଏଇଭଳି କଥାଟି କହିଦେବେ, କିନ୍ତୁ ବାହାଘର ପରେ ଯେତେବେଳେ ଅସୁବିଧାଟି ହୁଏ ସେତେବେଳେ ଫେର ଜାତକଟି ଦେଖାନ୍ତି। ତେଣୁ ଆପଣ ଆଗରୁ ଜାତକ ଦେଖେଇ କାହିଁ ବାହାଘର କରିବେ ନାହିଁ, ତାର ପ୍ରତିକାର ଆଗରୁ କାହିଁ କରିବେ ନାହିଁ। ଆଉ ବନ୍ଧୁଗଣ, ଯଦି ଏ କଥା ଗୁଡ଼ିକ ମାନିବେ ତାହେଲେ ଆପଣଙ୍କ ଜୀବନଟି ସରସ ସୁନ୍ଦର ହୋଇ ରହିବ। ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।